ଐତିହ୍ୟମୟ କାଲକାଟା ୟୁନିଭର୍ସିଟି ଇନଷ୍ଟିଚ୍ୟୁଟ୍ ହଲ୍ରେ ସାରା ପଶ୍ଚିମବଙ୍ଗରେ ଆମର ଉତ୍କଳ ମିଳିତ ମଞ୍ଚରେ ଥିବା ସମସ୍ତ କ୍ଲବ୍ର ଅଧିକର୍ତ୍ତା କର୍ମୀ ବନ୍ଧୁ ଏବଂ ଆମର ସାରା ପଶ୍ଚିମବଙ୍ଗ ବାକି ଥିବା ହାଇସ୍କୁଲ ଗୁଡ଼ିକ ପ୍ରାଇମେରୀ ସ୍କୁଲ ଗୁଡ଼ିକର ଶିକ୍ଷକ ପ୍ରଶିକ୍ଷକ ଏବଂ ଛାତ୍ରଛାତ୍ରୀ ବନ୍ଧୁ ଏବଂ ପଶ୍ଚିମବଙ୍ଗରେ ଥିବା ପ୍ରବାସୀ ଓଡ଼ିଆ ବନ୍ଧୁ ବହୁ ଦୂରାଦୂରାନ୍ତରରୁ ଆସି ଏହି ଅନୁଷ୍ଠାନରେ ଉପସ୍ଥିତ ରହି ଏହି ଅନୁଷ୍ଠାନକୁ ସାଫଲ୍ୟମଣ୍ଡିତ କରି ତୋଳିବା ପାଇଁ ଆପଣମାନଙ୍କର ଭୂମିକା ପାଇଁ ଉତ୍କଳ ମିଳିତ ମଞ୍ଚ ଆପଣମାନଙ୍କୁ ଜଣାଉଛି ଆନ୍ତରିକ ପ୍ରୀତି ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜିର ଏହି ପବିତ୍ର ଏହି 77ତମ ଉତ୍କଳ ଦିବସରେ ଆମମାନଙ୍କ ଗହଣରେ ଆଜି ଉପସ୍ଥିତ ରହି ଏହି ଅନୁଷ୍ଠାନକୁ ସାଫଲ୍ୟମଣ୍ଡିତ କରି ତୋଳିବା ପାଇଁ ଯିଏ ନିଜର ମହାମୂଲ୍ୟବାନ ସମୟ ପ୍ରଦାନ କରିଛନ୍ତି ମାନନୀୟ ସଭାପତି ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ ମହାଶୟ ତାଙ୍କୁ ଆମେ ଆଜିର ଏହି ଅନୁଷ୍ଠାନର ମୁଖ୍ୟ ଅତିଥି ହିସାବରେ ମଞ୍ଚକୁ ଆସିବା ପାଇଁ ଆମେ ଆହ୍ୱାନ କରୁଛୁ ଏବଂ ଆପଣମାନେ ସମସ୍ତେ ଜୋରେ କରତାଳି ଦେଇ ତାଙ୍କୁ ଆପଣମାନେ ଅଭିନନ୍ଦନ ଜଣାଇବେ ଏବଂ ଆଜିର ମଞ୍ଚର ସଭାପତି ଶ୍ରୀଯୁକ୍ତ R.M. ମହାପାତ୍ର ମହାଶୟଙ୍କୁ ଆମେ ଅନୁରୋଧ କରିବୁ ସେ ତାଙ୍କୁ ପାଛୁଟି ଆଣିବେ ଏବଂ ଏହାପରେ ଆମେ ଅନୁରୋଧ କରିବୁ ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି ଉତ୍କଳ ମିଳିତ ମଞ୍ଚର ଶିକ୍ଷା ସେଲ୍ର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ପଣ୍ଡା ମହାଶୟଙ୍କୁ ତାଙ୍କୁ ପାଛୋଟି ଆଣିବା ପାଇଁ ଆମର ଉତ୍କଳ ମିଳିତ ମଞ୍ଚର ଜେନେରାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଭକ୍ତବତ୍ସଳ ଜେନା ମହାଶୟଙ୍କୁ ଅନୁରୋଧ କରିବୁ ସେ ମଞ୍ଚକୁ ଆସିବେ ଏବଂ ଆପଣମାନେ ଜୋରେ କରତାଳି ଦେଇ ତାଙ୍କୁ ଅଭିନନ୍ଦନ ଜଣାଇବେ ଯାହାଙ୍କର ଅଦ୍ୱିତୀୟ ଭୂମିକା ଯେ ଆଜିର ଶିକ୍ଷାର ପ୍ରଚାର ଏବଂ ପ୍ରସାରରେ ଅଗ୍ରଣୀ ଭୂମିକା ଏହି ସାରା ପଶ୍ଚିମବଙ୍ଗରେ ଆଜି ଶ୍ରଦ୍ଧେୟ ଶ୍ରୀଯୁକ୍ତ ଶ୍ରୀକାନ୍ତ ପଣ୍ଡା ମହାଶୟ ଆମ ଗଣରେ ଆସି ଉପସ୍ଥିତ ରହୁଛନ୍ତି ଏବଂ ସାହିତ୍ୟ ଏକାଡେମୀରେ ପୁରସ୍କୃତ ଆମମାନଙ୍କର ସମସ୍ତଙ୍କର ସେଇ ଶ୍ରୀମତୀ କଳ୍ପନା ଦେବୀ ମହାଶୟ ଆମମାନଙ୍କ ଗଣରେ ଉପସ୍ଥିତ ଅଛନ୍ତି ଆମେ ତାଙ୍କୁ ମଧ୍ୟ ଅନୁରୋଧ କରିବୁ ମଞ୍ଚକୁ ଆସିବା ପାଇଁ ଏବଂ ଆମମାନଙ୍କ ଗହଣରେ ଅଛନ୍ତି ଓଡ଼ିଶା ସରକାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ କୋଲକାତା ଶାଖାର ଶ୍ରୀଯୁକ୍ତ ଶମ୍ଭୁଶରଣ ଗୋସ୍ୱାମୀ ମହାଶୟ ତାଙ୍କୁ ମଧ୍ୟ ମଞ୍ଚକୁ ଆସିବାକୁ ଅନୁରୋଧ କରିବୁ ଏବଂ ଆପଣମାନେ ସମସ୍ତେ ଜୋରେ କରତାଳି ଦେଇ ତାଙ୍କୁ ଅଭିନନ୍ଦନ ଜଣାଇବେ ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ଗୋପାଳ ଦଳପତି ମହାଶୟ ତାଙ୍କୁ ଅନୁରୋଧ କରିବୁ ମଞ୍ଚକୁ ଆସିବା ପାଇଁ ମ୍ୟାନେଜିଂ ଡିରେକ୍ଟର WIL ଆଜି ସେ ଆମମାନଙ୍କ ଗହଣରେ ଉପସ୍ଥିତ ଅଛନ୍ତି ତାଙ୍କୁ ମଧ୍ୟ ମଞ୍ଚକୁ ଆସିବା ପାଇଁ ଆମେ ଅନୁରୋଧ କରିବୁ এটা বড় কথা না ମୁଁ ଯାଇ ଫର୍ମ ଯିବି